ଆଜିର ରାଶିଫଳ ନଭେମ୍ବର ମାସ 28 ତାରିଖ 2025 ମସିହା ଶୁକ୍ରବାର। ଶୁଭ ସକାଳ ଫ୍ରେଣ୍ଡସ୍। ମାର୍ଗଶିର ମାସ ଶୁକ୍ଳପକ୍ଷେ। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ ବିଷୟରେ। ତିଥି ଅଷ୍ଟମୀ ରାତ୍ରି 11ଟା 55 ଗତେ ଅଷ୍ଟମୀ। ନକ୍ଷତ୍ର ସଦ୍ଭିଜା ରାତ୍ରି 3ଟା 14 ଗତେ ପୂର୍ବଭାଦ୍ର। ଚନ୍ଦ୍ର କୁମ୍ଭ ଯୋଗ ବ୍ୟାଘାତ। ସେଇଭଳି ଦେଖିବା ସୂର୍ଯ୍ୟୋଦୟ ସମୟ 6ଟା 7 ମିନିଟ୍, ସୂର୍ଯ୍ୟାସ୍ତ ସମୟ 5ଟା 2 ମିନିଟ୍। ମିଥୁନ ଓ ମୀନ ରାଶିର ଘାତ ଚନ୍ଦ୍ର, ବିଛା ଧନୁ ମୀନ ରାଶିର ଘାତ ବାର। କାଳବେଳା ଓ ବାରବେଳା 8ଟା 50 ଗତେ 11ଟା 35 ମଧ୍ୟ। ଏହିସବୁ ସମୟରେ ଯେକୌଣସି କାମ କଲେ ଅଶୁଭ ହୋଇଥାଏ। ବିଶୁଦ୍ଧି ବା ଅମୃତ ବେଳା 6ଟା 55 ମଧ୍ୟ, 7ଟା 40 ଗତେ, 8ଟା 49 ମଧ୍ୟ, 11ଟା 29 ଗତେ, 3ଟା 40 ମଧ୍ୟ। ଏହିସବୁ ସମୟରେ ଯେକୌଣସି କାମ କଲେ ଶୁଭ ହୋଇଥାଏ। ଆଜି ନଡ଼ିଆ ଭକ୍ଷଣ ନିଷେଧ। ଆଜି ନଡ଼ିଆ ଖାଇଲେ ଦେହ ପ୍ରତି ହାନିକାରକ ହୋଇଥାଏ। ଚାଲନ୍ତୁ ଆଜିର ରାଶିଫଳ ବିଷୟ ଜାଣିବା। କିପରି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବେ ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମରେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରିପାରିବେ। ଶରୀରରେ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ସେଇଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ ବିବାଦର ସଫଳତା ମିଳିବ। ବିଦ୍ୟାର୍ଥୀମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ୍ ସଫଳତା ମିଳିବ। ପାଚନ ତନ୍ତ୍ର ସମସ୍ୟାର ସ୍ୱାସ୍ଥ୍ୟ ଖରାପ ହେବାର ଆଶଙ୍କା ରହିଛି। ସେଇଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଅଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି। ସେଇଭଳି କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ କାର୍ଯ୍ୟ ସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ୱଜନମାନଙ୍କ ସହିତ ସାକ୍ଷାତ କରି ଆପଣ ଖୁସି ରହିବେ। ଲଘୁଯାତ୍ରାରେ ଯୋଗ ଅଛି। ଭାଇ ବନ୍ଧୁମାନଙ୍କ ସହ ମିଳାମିଶା ରହିବ। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧୀମାନଙ୍କ ପରାଜିତ କରିପାରିବେ। ସେଇଭଳି ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଦୂରରେ ବାସ କରୁଥିବା ସ୍ନେହୀଜନ ଓ ତଥା ମିତ୍ରମାନଙ୍କ ସହିତ ସନ୍ଦେହ ବ୍ୟବହାର ଆପଣଙ୍କୁ ଲାଭ ହେବ। ପରିବାର ସୁଖ ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ। ସେଇଭଳି କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ବିକଶିତ କରି ନିଜର କାମ କାଢ଼ିପାରିବେ। ବ୍ୟବସାୟୀ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତ କରି ଏବଂ ସୁଖ ଆନନ୍ଦ ପ୍ରାପ୍ତ ହେବେ। ଧନ ଲାଭ ତଥା ପର୍ଯ୍ୟଟନ ଯୋଗ ଅଛି। ସେଇଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ ଅନ୍ୟ ବ୍ୟକ୍ତି କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତା ବିନିମୟ ହେବାର ସମ୍ଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନ ଶାନ୍ତି ଭଙ୍ଗ କରିବା। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ୱରଙ୍କ ନାମ ସ୍ମରଣ ଶାନ୍ତ ଦେବ। ସେଇଭଳି ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ ଗୃହ ସ୍ୱଜନୀବନରେ ସୁଖ ଏବଂ ସନ୍ତୋଷ ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କ ଠାରୁ ଲାଭ ହେବାର ଯୋଗ ଅଛି। ସେଇଭଳି ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ କାର୍ଯ୍ୟ ସଫଳତାପୂର୍ବକ ସମ୍ପନ୍ନ ହେବ। ପରୋପକାର ଭାବନା ଆଜି ବଳବତ୍ତର ରହିବ। ଆମୋଦ ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି ବ୍ୟବସାୟୀରେ ମାନ ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥ ଜୀବନରେ ଆନନ୍ଦ ବ୍ୟାପ୍ତି ରହିବ। ସେଇଭଳି ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବେ। ବୈଦିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟୀରେ ନୂଆ ବିଚାରଧାରା ଉଦ୍ରେକ ହେବ। ତଥାପି ମଧ୍ୟ ମନରେ କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ। ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ। ସେଇଭଳିଆ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ନକାରାତ୍ମକ ବିଚାରରେ ମନରେ ହତାଶା ସୃଷ୍ଟି ହୋଇପାରେ। ଏହି ସମୟରେ ମାନସିକ ଉଦ୍ବେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି।
ବାଣୀ ଉପରେ ନିୟନ୍ତ୍ରଣ ନ କରିବା କାରଣ ପରିବାରର ମନୋମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଙ୍କା ଅଛି। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଶେଷରେ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜିର ଦିନ ସୁଖ ଶାନ୍ତିରେ କଟିବ। ବ୍ୟାପାରୀମାନଙ୍କ ଉତ୍ତମ ସମୟ ଅଟେ। ପତି ପତ୍ନୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସୁଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନୀନ ଜୀବନ ପ୍ରସିଦ୍ଧ ମିଳିବ। ଉତ୍ତମ ବୈବାହିକ ଶୁଭ ପ୍ରାପ୍ତି ହେବ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ବେଲ୍ ଆଇକନ୍